ତ ଏବେ ମୋର ଗାଧୁଆ ପାଧୁଆ ସରିଯାଇଛି ଆଉ କ୍ରିମ ପାଉଡର ଲିପଷ୍ଟିକ ଲିପାପୋତା ସେଗୁଡାକ ବି ସବୁ ସରିଯାଇଛି। ତାପରେ ଘରର ହାଲତ ଦେଖେ ତ ସବୁ ବିକ୍ରା ବିକ୍ରି ହେଇ ପଡିଛି। ଆଉ ଏସବୁ କାରନାମା ହଉଛି ମୋ ଗେହ୍ଲା ପୁଅର। ତାଙ୍କ କାମ ତ ଘରକୁ ଅସଜଡା କରିବା ଆଉ ମୋ କାମ ଯୋଉଟା ସେଇ କାମରେ ମୁଁ ଲାଗି ପଡିଲି। ଏବେ ରୁମକୁ ସିନା ସବୁ ସଜାଡି ଦେଲି ପୁଣି ଆଉ ଅଧଘଣ୍ଟା ପରେ ଦେଖିବ ଯୋଉ କଥାକୁ ସେଇ କଥା। କାରଣ ହଉଛି ମୋ ରୁମ ଟା ବହୁତ ଛୋଟ, ଗୋଟେ ବି ଜିନିଷ ଯଦି ଏପଟ ସେପଟ ରହିଲା ଘରଟା ପୁରା ବିକ୍ରା ହେଇକି ଦେଖାଯାଏ। ଜିନିଷଗୁଡାକୁ କଣ କେମିତି ସଜାଡିକି ରଖିବି ବୋଲି ଭାବୁଥାଏ ତ ପତିଦେବ ଏଣ୍ଟ୍ରି କଲେ। ତାଙ୍କ ଲଞ୍ଚ ବକ୍ସ ପାଇଁ ଗୋଟେ ବ୍ୟାଗ ଅର୍ଡର କରିଥିଲେ ସେଇଟା ଆସି ଦେଖିଲେ। ମୁଁ ତାଙ୍କୁ କହିଥିଲି କି ମୋ ପାଇଁ ଗୋଟେ ନୂଆ ଡିଜାଇନ ବକ୍ସ ଆଲାଣାଟେ ତିଆରି କରିଦିଅ, ଯାହା ଦ୍ୱାରା କି ଟ୍ରଙ୍କରେ ଯୋଉ ନୂଆ ଲୁଗାପଟା ସବୁ ଅଛି ବକ୍ସରେ ପୁରେଇଦେବା ଆଉ ଟ୍ରଙ୍କଟା ଉଠେଇଦେଲେ କେତେ ଜାଗା ଟିକେ ବାହାରି ପଡିବ। ମୋର ଗୋଟେ ଖରାପ ଗୁଣ, ମୋ ପାଟିରୁ ଯଦି ଗୋଟେ କଥା ବାହାରିଛି ତ ସେଟା ଦିନ ଯାକ ଟେପ ରେକର୍ଡ ଭଳିଆ ବାଜୁଥିବ ଆଉ ଯୋଉଥିରେ କି ପତିଦେବଙ୍କର ମୁଣ୍ଡ ପୁରା ଗରମ ହେଇଯିବ। ସେଥିପାଇଁ ଥଣ୍ଡା ଥଣ୍ଡା ମିଠା ଦହି ସରବତ କରି ମୁଁ ପିଇଲେ ତାଙ୍କୁ ପିଇବାକୁ ଦେଲି ମୁଣ୍ଡ ଥଣ୍ଡା ରହିବ ବୋଲି। ଲଞ୍ଚରେ ସେ ଖୁସି ହେଇଯିବେ ବୋଲି ତାଙ୍କ ପସନ୍ଦର ଏଗ କରି ବି ବନେଇକି ଦେଲି। ଫାଇନାଲି ସନ୍ଧ୍ୟା ବେଳକୁ ଆଲାଣା ପାଇଁ ଯାହା ଯାହା ଜିନିଷ ଦରକାର ଯାଇକି ନେଇକି ଆସିଲେ। କେମିତି ନ ଆଣିଥାନ୍ତେ, ମୁଁ ଜାଣିଛି ସେ ମୋ କଥାରେ କେମିତି ରାଜି ହୁଅନ୍ତି। କଥା କେମିତି ମୁଣ୍ଡରେ ହାତ ଦେଇ ବସିଛନ୍ତି, ମୋ କଥା ନ ମାନି ପତିଦେବ ଯିବ କୁଆଡେ।